ଆଜ୍ଞା ନମସ୍କାର। ଆପଣମାନେ ସମସ୍ତେ ଜାଣିଥିବେ କି ଯେଉଁ ସୌମ୍ୟ ଯେଉଁ ଘଟଣାଟା ବାଲିଅନ୍ତା ଘଟଣା ତାକୁ କେତେ ଦିନ ହେଇଗଲାଣି, ମାନେ ଦିନ ପରେ ଦିନ ଗଡ଼ି ଯାଉଛି। କିଛି ମାନେ ସରକାରଙ୍କ ଦ୍ୱାରା କିଛି ତା ବାପା ମାଆଙ୍କୁ ସହାୟତା ରାଶି କିଛି ନାହିଁ। ଏବେ ଲାଷ୍ଟ ଯେଉଁ ରିସେଣ୍ଟରେ ଜିତୁ ମୁଣ୍ଡା କେସ୍ରେ ହଁ କେସ୍ଟା ଭାଇରାଲ ହେଇଗଲା ବୋଲି ତାକୁ 10 ଲକ୍ଷ ସିଏ ସରକାର ସବୁ ସେ ଦେଇଦେଲେ। ମୁଁ କହିବା କଥା ଏ କେସ୍ଟା ବି ତ ଭାଇରାଲ ହେଇଛି ନା, ତ ତାକୁ କାହିଁ ସରକାରୀ ସହାୟତା ଦିଆଯାଉନାହିଁ? ତା ମୋହନ ମାଝୀ ଏପର୍ଯ୍ୟନ୍ତ ଯାଏ ଚୁପ୍ କାହିଁ ଅଛନ୍ତି? ଆମର ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାହିଁ ଏପର୍ଯ୍ୟନ୍ତ ଯାଏ ଚୁପ୍ ଅଛନ୍ତି? ତାକୁ ତା ବାପା ମାଆଙ୍କୁ ଯାଇ ଭେଟନ୍ତୁ, ପଇସା ଦିଅନ୍ତୁ ତା ଘରେ। ସେ ତାର ଘରର ସେ ଗୋଟାଏ ବୋଲି ରୋଜଗାର ପୁଅ, ତା ପୁଅଟାକୁ ତମେ ବାଡ଼େଇ ବାଡ଼େଇ ମାରିଦେଲ। ଇଣ୍ଟୁ ବି ତମରି କର୍ମଚାରୀ ମାନେ ମାରିଛନ୍ତି। ଅଧା ଲୋକ କହିବାକୁ ଗଲେ ତମ କର୍ମଚାରୀ ମାନିଛନ୍ତି କେମିତି? ମାନେ ତମେ ଯଦି ଯେତେବେଳେ ରକ୍ଷକ ଯେତେବେଳେ ଭକ୍ଷକ ସାଜୁଛି, ପୋଲିସର କାମ ହେଲା ତାକୁ ବଞ୍ଚେଇବା। ସେଠି ପୋଲିସ ଆଗରେ ସେଠି ଗାଁ ଲୋକମାନେ ମାରୁଛନ୍ତି, ପୋଲିସ ଇଣ୍ଟୁ ହାତ ଗୋଡ଼ ଭାঙୁଛି। ଗୋଟେ ଲୋକକୁ ତମେ ମାନେ ପୋଲିସ ନେଇକି ଯାଉଛି ଗୋଟେ ଟ୍ରକରେ, ତାକୁ ପଛରେ ଯେମିତି ମାନେ ଘୋଡ଼ା ପୋଡ଼ା ମରିଗଲେ ଯେମିତି ଗାଈ ଭାଇ ମରିଗଲେ ଯେମିତି ନିଅନ୍ତି ନାହିଁ, ସେମିତି ତାକୁ ବାନ୍ଧିକି ନେଇଯାଉଛି। ପୋଲିସ ବି ସେଠି ଅନଉଛି, ପୋଲିସ ତାକୁ ସାଙ୍ଗେ ନେଇଯାଉଛି। ଛାଡ଼, ଯାହା ତମେ କଲ ଯେତେବେଳେ ରକ୍ଷକ ଯେତେବେଳେ ଭକ୍ଷକ ସାଜିବ କେହି ମାନେ କିଛି କରିପାରିବେନି। ଏପର୍ଯ୍ୟନ୍ତ ତା ନା ଘର ଲୋକଙ୍କୁ ତାକୁ କିଛି ସହାୟତା ରାଶି। ମୋ କହିବା କଥା କି ତମେ ଗୋଟେ ମାଆର ଗୋଟାଏ ବୋଲି ପୁଅ, ରୋଜଗାରିଆ ପୁଅ, ସେ ପୁଅଟା ମରିଗଲା, ତା ବାପା ମାଆ ଏବେ ଚଳିବେ କେମିତି? ତମେ କାହିଁ ଏପର୍ଯ୍ୟନ୍ତ ଚୁପ୍ ଅଛ? ତା ଘରକୁ ଯାଅ, ସହାୟତା ରାଶି ତାକୁ ଦିଅ। ସହାୟତା କ'ଣ, ତାକୁ ଲାଇଫ୍ ଟାଇମ୍ ଚଳାଅ, ନହେଲେ ଗୋଟେ ଚାକିରି ଦିଅ ତା ମାଆକୁ।